ଅପେରା ଶ୍ରୀମନ୍ଦିର এই যে আপনার যাত্রা পরিবেশ করা যাব আপনার টিকেট রেট কেতে রয়েছে? ଆମେ ଆଗ ବର୍ଷ କରିଥିଲେ ତୁଳସୀକୁ ନେଇକି, ତା ଆଗ ବର୍ଷ କରିଥିଲେ ବିଶ୍ୱ ଦରବାରକୁ ନେଇକି। ଏଥର ଗୋଟେ ମନସ୍ଥ କଲେ ସମସ୍ତେ କାହ୍ନା ଭାଇ ଆଉ ଟିକି ଅପା ଯେତେବେଳେ ଅଛନ୍ତି ତାଙ୍କୁ ନେଇ କରିବା ପାଇଁ ଆଗ୍ରହ କଲେ, ସେଥିପାଇଁ ଆମେ ଶ୍ରୀମନ୍ଦିରକୁ ଚୁଜ୍ କଲେ। ଟିକେଟ୍ ରହିଛି 300, 250, 200। যাত্রা 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 বালেশ্বর যাত্রা আউ আজ এ যাত্রা আমি আসি পৌঁছিছু আম টিম সহিত বড়খুয়া বলাঙ্গী কলেজ পড়িয়া বালেশ্বর এঠারে অছন্তি বাবা মাধবেশ্বর যাত্রা কমিটি বড়খুয়া বালেশ্বর যাত্রা কমিটির সদস্য মানে আমি তাঙ্ক সহিত কথা হবা। প্রথমে সদস্য মানকর পরিচয় নেবা। আপনার নাটা? গয়াধর বেহেরা, গয়াধর বেহেরা, ପ୍ରକାଶ ବେହେରା, প্রকাশ বেহেরা, পদ্মলোচন জেনা, পদ্মলোচন জেনা, চন্দন কুমার দাস, চন্দন কুমার দাস, বিকাশ বেহেরা, বিকাশ বেহেরা, মনোরঞ্জন পাত্র, মনোরঞ্জন পাত্র, ରାଜେନ୍ଦ୍ର ପାତ୍ର। রাজেন্দ্র পাত্র। ଭଲ ନାଟା କୁହନ୍ତୁ? সত্যরঞ্জন সাউ, ସତ୍ୟରଞ୍ଜନ ସାହୁକୁ ତ କହିଲେ କେହି ଚିହ୍ନିବେନି। କୋଟି ବାବୁ, ଅନନ୍ତ ଖଟୁଆ, ଅନନ୍ତ ଖଟୁଆ, দেবেন্দ্র পাত্র, ଦେବେନ୍ଦ୍ର ପାତ୍ର, রাজকিশোর দাস, ରାଜକିଶୋର ଦାସ, সুকান্ত পাত্র, ସୁକାନ୍ତ ପାତ୍ର, তন্ময় কুমার দাস, ତନ୍ମୟ କୁମାର ଦାସ, পরেশ বেহেরা, ପରେଶ ବେହେରା, সুদর্শন মহান্তি, ସୁଦର୍ଶନ ମହାନ୍ତି, কিরণ বেহেরা, କିରଣ ବେହେରା, ରାଜେନ୍ଦ୍ର ବାରିକ। ରାଜେନ୍ଦ୍ର ବାରିକ। ବର୍ତ୍ତମାନ ସମସ୍ତ ସଦସ୍ୟ ମାନଙ୍କର ଯୋଉ କିଛି ସଦସ୍ୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି ତାଙ୍କର ପରିଚୟ ଆମେ ଜାଣିଲୁ। ରାଜେନ୍ଦ୍ର କୁମାର ପାତ୍ର, ଆପଣଙ୍କୁ ଟିକେ କଥା ଚ୍ୟାନେଲକୁ ସ୍ୱାଗତ। ଆମେ ଆଗ ବର୍ଷ କରିଥିଲେ ତୁଳସୀକୁ ନେଇକି, ତା ଆଗ ବର୍ଷ କରିଥିଲେ ବିଶ୍ୱ ଦରବାରକୁ ନେଇକି। ଏଥର ଗୋଟେ ମନସ୍ଥ କଲେ ସମସ୍ତେ କାହ୍ନା ଭାଇ ଆଉ ଟିକି ଅପା ଯେତେବେଳେ ଅଛନ୍ତି ତାଙ୍କୁ ନେଇ କରିବା ପାଇଁ ଆଗ୍ରହ କଲେ, ସେଥିପାଇଁ ଆମେ ଶ୍ରୀମନ୍ଦିରକୁ ଚୁଜ୍ କଲେ। ଶ୍ରୀମନ୍ଦିରରେ ଆସୁଛି ଆମ ଯାତ୍ରା 22, 23, 24 ଶନିବାର, ରବିବାର, ସୋମବାର। ଆପଣଙ୍କର ଯାତ୍ରା କମିଟି କେତେ ବର୍ଷର? ଯାତ୍ରା କମିଟି ହେଲାଣି 15 ବର୍ଷ, କିନ୍ତୁ ବନ୍ଦ ହେଇଥିଲା ମଝିରେ। ଆମ କୋଭିଡ କମିଟି ବନ୍ଦ ଥିଲା, ତାପରେ ବିଶ୍ୱ ଦରବାର ପରେ ତୁଳସୀ, ତୁଳସୀ ପରେ ଏଇଟା ଶ୍ରୀମନ୍ଦିର। ବାଲେଶ୍ୱର ଜିଲ୍ଲାରେ ଏଟା ହଉଛି ମାନେ ଆପଣଙ୍କର ଉପକୂଳବର୍ତ୍ତୀ ଅଞ୍ଚଳ, ମାନେ ଯାହାକି ସମୁଦ୍ର ପାଖାପାଖି ଅଞ୍ଚଳ। ଏଠି କେମିତି ଦର୍ଶକ ମାନେ ଗ୍ରହଣ କରନ୍ତି? ଆପଣଙ୍କ ଯାତ୍ରା ଆଗରୁ 15 ବର୍ଷର ଅଭିଜ୍ଞତା ରହିଛି, ଆପଣ କେମିତି ଏଠି ଗ୍ରହଣ କରନ୍ତି ଯାତ୍ରାକୁ ଏ ଅଞ୍ଚଳ ଦର୍ଶକ ମାନେ? ଆମର ଏଠି ପ୍ରତ୍ୟେକ ଘରେ ଘରେ ଆମର ଯେତିକି ମେମ୍ବର ଅଛନ୍ତି ବା ଆମର ପାଖାପାଖି ଗାଁ ଯେତିକି ଅଛନ୍ତି, ଆମର ଏଇଠିକା ଯେହେତୁ ଶାନ୍ତି ଶୃଙ୍ଖଳା ଜାଗା ଏଇଟାକୁ ସମସ୍ତେ ଦର୍ଶକ ଚୁଜ୍ କରନ୍ତି। ଆମେ ସମସ୍ତେ ବସି ମେମ୍ବର ମାନେ ଗୋଟେ ଫଚରା କରୁଛେ ଶ୍ରୀମନ୍ଦିର ଏ ବର୍ଷ ଆଣିବା ବୋଲି। ଆଉ ସୂର୍ଯ୍ୟ ମନ୍ଦିର ଆର ବର୍ଷ ଚେଷ୍ଟା କଲୁ, ପାଇଲୁନି। ଏ ବର୍ଷ ଶ୍ରୀମନ୍ଦିର ଆଣିବା ପାଇଁ ଚେଷ୍ଟା କରୁଛୁ। ବାସ୍ ବାସ୍। ଶ୍ରୀମନ୍ଦିର ଆମର ପ୍ରଥମ ହେଉଛି ଆମର ଯାତ୍ରା, ଏଇ ଯେଉଁ ବଡ଼ଖୁଆ ଯାତ୍ରା ପଡ଼ିଆ ଯେଉଁଟା, ଆମେ ଏଠି ବିଗତ 5-7 ବର୍ଷ ହେଲାଣି ପକାଇ ଆସୁଛୁ କଣ୍ଟିନ୍ୟୁ। ବିଭିନ୍ନ ପାର୍ଟି ଆସିକି ଯାତ୍ରା ପକାନ୍ତି। ଏଥର ଆମେ ଶ୍ରୀମନ୍ଦିର କଣ୍ଟାକ୍ଟ କରିଥିଲୁ, ଶ୍ରୀମନ୍ଦିର ଆମର ଫାଇନାଲ ହେଇଛି ଆମର ଯାତ୍ରା। ଦେଖନ୍ତୁ, ଏଇ କମିଟିଟା ହେଲା ଏଇ ବର୍ଷକୁ 3 ବର୍ଷ। ଏ ପିଲାମାନଙ୍କର ବହୁ ଉତ୍ସାହ ଅଛି, ତେଣୁକରି ସେମାନେ ଆଜିକି ଯେତେବେଳେ ଶ୍ରୀମନ୍ଦିର ଯେତେବେଳେ କାଳିଆ ବାବୁ ଓପନିଂ କଲେ ନାମ ଡାଉ, ସେବେଠୁ ଆମର ପିଲାମାନଙ୍କର ଥିଲା, ତାଙ୍କର ଆଶା ଥିଲା ଆମେ ଶ୍ରୀମନ୍ଦିର ଆଣିବୁ। କି ବି ସକ୍ସେସ୍ ହେଇଛନ୍ତି, ଆଣିବାର ସକ୍ସେସ୍ ହେଇଛନ୍ତି। ଏଇ ଶ୍ରୀମନ୍ଦିର ବିଷୟରେ ଏମାନେ ଯାଇକି ମୋ ସାଙ୍ଗରେ ଯାଇକି ଭୁବନେଶ୍ୱରରୁ ପ୍ରଥମେ କଣ୍ଟାକ୍ଟ କରିକି ଆସିଥିଲେ। ତାପରେ ଏଗ୍ରିମେଣ୍ଟ ସରିଲା ପରେ ଯାତ୍ରା ତ ପରିବେଷଣ ହେବ, ଆଉ ମାତ୍ର ମଝିରେ 4 ଦିନ ବାକି ରହିଲା। ଆଉ ଆଙ୍କର ଉତ୍ସାହରେ ଏଇ ପିଲାମାନଙ୍କର କୌଣସି ଯେ ଯାତ୍ରା ପଡ଼ିଲେ ଆମର ଲାଭ କରିବୁ ସେସବୁ ଆଙ୍କର କିଛି ନାହିଁ ମନୋବୃତ୍ତି। ଆଙ୍କର ଗୋଟେ ଖୁସି ଅଛି ଯେ ଆମର ଫ୍ୟାମିଲି ଦେଖିବେ, ପାଖରେ କୌଣସି ଯାତ୍ରା ଦୂରରେ ପଡ଼ିଲେ ଯାଇପାରନ୍ତି ନାହିଁ, ତେଣୁ ଆଙ୍କର ଫ୍ୟାମିଲି ଦ୍ୱାରା ଏଠି ପାଖରେ ଯାତ୍ରା ପଡ଼ିଲେ ତାଙ୍କର ଫ୍ୟାମିଲି ଗୋଟେ ଦେଖିବେ। ଏଇ ଆଙ୍କର ଗୋଟେ ବଡ଼ ତାଙ୍କର ଯେ ଖୁସି ଯେ ପାଖରେ ଆମ ଯାତ୍ରା ପଡ଼ିଲେ ଆମେ ଦେଖିବୁ। 4 ଗୋଟି ଟକକୁ ନେଇ ମଇଦାନକୁ ଓହ୍ଲେଇଛି ଅପେରା ଶ୍ରୀମନ୍ଦିର। କଳାକାନୁ ଖେଳେ ଯଶୋଦା କୋଳେ, କହଇ ଦାସ ଜଗନ୍ନାଥ, ହସ୍ତିଲାପୁର ଲାବଣ୍ୟବତୀ। ଆଉ କ୍ୟାମ୍ପରେ ପ୍ରସ୍ତୁତ କରିଛି ସୁପର ଡୁପର ହିଟ୍ ନାଟକ ଜାନୁଆର। 4 ଗୋଟି ଦମଦାର ନାଟକ ନେଇଛି। ଦମଦାର ଆର୍ଟିଷ୍ଟ କାହ୍ନା ସ୍ୱାଇଁ, ଯାହାଙ୍କର ଯାତ୍ରା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ। କାହ୍ନା ସ୍ୱାଇଁ, ଟିକି ସ୍ୱାଇଁ, ଭେଟରାନ ଅଭିନେତ୍ରୀ, ବରିଷ୍ଠ ଚରିତ୍ର ଅଭିନେତ୍ରୀ ମନ୍ଦାକିନୀ ରାଉତ, ଯିଏକି ଅପେରା ଶ୍ରୀମନ୍ଦିରର ଆଉ ଏକ ରତ୍ନ। ଅଜୁ ମିଶ୍ର ରହିଛନ୍ତି, ଆପୁ ମିଶ୍ର ରହିଛନ୍ତି,
ଆମର ଅଜୁ ମାମା ରହିଛନ୍ତି, ଅକ୍ଷୟ ପାତ୍ର ଫାଦର କ୍ୟାରେକ୍ଟର ରହିଛନ୍ତି, କମେଡିରେ ଯୁବ କମେଡିଆନ୍ ଖେଞ୍ଚୁଆ, ଯେଉଁମାନେ ବୟସ୍କ କମେଡି, ଏମିତି ବହୁ କଳାକାରଙ୍କର ସମାହାର ଘଟିଛି ଅପେରା ଶ୍ରୀମନ୍ଦିର। ଆଶା କରିବୁ ନିଶ୍ଚିତ ଭାବରେ ଏ କମିଟିର ଆଶା ଫଳବତୀ ହେଉ। ଜୟ ଜଗନ୍ନାଥ, ଜୟ ମାଧବେଶ୍ୱର ଯାତ୍ରା କମିଟି, ବଡ଼ଖୁଆ, ବାଲେଶ୍ୱର।